ପ୍ରୋତ୍ସାହନ ଆସିକି ଗୋଟେ ପେନସନ୍ ଦିଅ ତାକୁ ଗୋଟେ ତା ପାଇଁ ଗୋଟେ ତୁମେ କିଛି କୌଣସି ଗୋଟିଏ ପଦକ୍ଷେପ ତୁମେ ନେଲେନି। ବିଜେଡି ଗଭର୍ଣ୍ଣମେଣ୍ଟ 3 ଲକ୍ଷ କରିଦେଲା ଇନ୍ସୁରାନ୍ସ ସ୍କିମ୍ ହେଲ୍ଥ ଇନ୍ସୁରାନ୍ସ, ତୁମେ 2 ଲକ୍ଷ ବଢ଼େଇଦେଲ। କ'ଣ 2 ଲକ୍ଷରେ ହେବ? 5 ଲକ୍ଷ ଟଙ୍କାରେ ଆପଲ ଭିତରେ ପଶିକି ବାହାରି ଆଇଲେ 5 ଲକ୍ଷ ଟଙ୍କା ତୁମର ଖର୍ଚ୍ଚ କରିବେ ବୋଲି 5-6 ମାସ ତଳେ ଟିଭିରେ ଏମାନେ ଦେଖେଇଲେ। ଟିଭିରେ ଦେଖା ଯେ ଆମର ଏଇ ନିଗମ ଗୋଟେ ଏଇ ହେବ ବୋଲିକି ସମ୍ଭାବ୍ୟ ତାଲିକା ଗୋଟେ ପ୍ରକାଶ ପାଇଲା, ତାକୁ ଏପର୍ଯ୍ୟନ୍ତ ସେ ପ୍ରକାଶ କଲେ ନାହିଁ। କ'ଣ ତାଙ୍କର ଅସୁବିଧା ହେଉଛି ସେ କଥାଟା କାହା ଉପରେ ନିର୍ଭର କରୁଛି। ତେଣୁ ସେ ଜଣାପଡ଼ୁଛି ଯେ ମୁଁ ଶୁଣୁଛି ବିଜେପି ତା 3ଟା ମୁଣ୍ଡରେ କାମ କରୁଛି। ଏକରେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହୋଦୟ, ଦ୍ୱିତୀୟରେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ମହୋଦୟ, ତୃତୀୟରେ ହେଉଛନ୍ତି ଆମର ସ୍ୱୟଂ ମନମୋହନ ସାମଲ ମହୋଦୟ। ତେଣୁ ବିଜେପି ଦଳଟା 3ଟା ମୁଣ୍ଡରେ କାମ କରୁଛି ବର୍ତ୍ତମାନ। ତେଣୁ କାହା କଥାଟା କେତେଦୂର ସାବ୍ୟସ୍ତ ରହିବ ଆସନ୍ତା ଦିନ ହିଁ ତାହାର ରେଜଲ୍ଟ କହିବ। ଏଇଟା ହେଉଛି ସେଣ୍ଟ୍ରାଲ ପାର୍ଟି, ଅଲ୍ ଓଭର ଇଣ୍ଡିଆରେ ବିଜେପି ଦଳଟା ଅଛି। କଂଗ୍ରେସ ଯେମିତି ବିଜେପି ସେମିତି। ତେଣୁ ଏଠି ବିଜେପି ଦଳର ଯାହା ଉପର କେନ୍ଦ୍ରରୁ ତାଙ୍କ ନିର୍ଦ୍ଦେଶ ଆସିବ, ତାଙ୍କର ଯାହା ମୋଦି ଶାହା ବା ତାଙ୍କ କମିଟି ଯାହା ନିର୍ଦ୍ଦେଶ ନେବେ ଯେ ଏଇ ଲୋକଟି ଓଡ଼ିଶାର ବା ଅନ୍ୟ କେଉଁ ରାଜ୍ୟର ସଭାପତି ହେବେ, ତେଣୁ ସେମାନେ ତାଙ୍କ ତରଫରୁ ସେଣୁ ଯାହା ନିର୍ଦ୍ଦେଶ ଆସେ ଓଡ଼ିଶାରେ ସେଇଟା କାର୍ଯ୍ୟକାରୀ ହୁଏ। ତାକୁ କାହିଁକି ଏପର୍ଯ୍ୟନ୍ତ ଡେରି କରୁଛନ୍ତି? ଡେରି କରିବାରେ ତାଙ୍କର ଲାଭ ବି କିଛି ନାହିଁ। ସମସ୍ତେ ଆଶା ଓ ଆକାଂକ୍ଷା ଭିତରେ ବିଜେପି କର୍ମୀମାନେ ଅଛନ୍ତି। ମୁଁ ଯାହା ଲକ୍ଷ୍ୟ କରୁଛି ବା ଯାଉଛି ଦେଖୁଛି। ତେଣୁ କାହା ଭାଗ୍ୟରେ ପଡ଼ିବ? ବହୁ ଲୋକ ତାଙ୍କର କହୁଛନ୍ତି ଯେ ପୁଣି ମନମୋହନ ସାମଲ କଣ୍ଟିନ୍ୟୁ କରିବେ। ତାପରେ ଦେଖାଯାଉ କ'ଣ ମନମୋହନ ସାମଲ ନାଁ ଉଠୁଛି, କେତେବେଳେ କାହା ନାଁ ଉଠୁଛି। ସେଗୁଡ଼ାକ ଆମେ ଆକଳନ କରିକିରି ଆମେ ଜଣେ ସାମ୍ବାଦିକ ହିସାବରେ ଆମେ ଆକଳନ କରିକି କହୁଛୁ ବା ଆମେ ଶୁଣିକିରି ବା ଅନ୍ୟମାନଙ୍କ ତାଙ୍କର ଏଇ ବିଜେପି ନେତାଙ୍କଠୁ ଶୁଣିକି ଇଏ ହେବ ସିଏ ହେବ। ତେଣୁ ସେ କଥାଟା କ'ଣ ହେବ ଉପର ହାଇକମାଣ୍ଡ ତାଙ୍କର ଡିସିସନ୍ ନେବେ। ତେଣୁ ବୋଧେ ମୁଁ ଭାବୁଛି ଯାହା ଏଇ 15 ଦିନ କି ମାସ ଭିତରେ ତା ଫାଇନାଲ୍ ହେଇଯିବ। ଆଉ ନିଗମ କଥା କହୁଛନ୍ତି, ନିଗମଟା ତୁରନ୍ତ ଏଇଟା କରିଦେବା କଥା। ବହୁ ନିଗମ ଆଜିକି ପ୍ରାୟ 30-40ଟା ନିଗମ ଫାଙ୍କା ପଡ଼ିକି ରହିଲାଣି। କରିବେ ବୋଲି 5-6 ମାସ ତଳେ ଟିଭିରେ ଏମାନେ ଦେଖେଇଲେ। ଟିଭିରେ ଦେଖା ଯେ ଆମର ଏଇ ନିଗମ ଗୋଟେ ଏଇ ହେବ ବୋଲିକି ସମ୍ଭାବ୍ୟ ତାଲିକା ଗୋଟେ ପ୍ରକାଶ ପାଇଲା, ତାକୁ ଏପର୍ଯ୍ୟନ୍ତ ସେ ପ୍ରକାଶ କଲେ ନାହିଁ। କ'ଣ ତାଙ୍କର ଅସୁବିଧା ହେଉଛି ସେ କଥାଟା କାହା ଉପରେ ନିର୍ଭର କରୁଛି। ତେଣୁ ସେ ଜଣାପଡ଼ୁଛି ଯେ ମୁଁ ଶୁଣୁଛି ବିଜେପି ତା 3ଟା ମୁଣ୍ଡରେ କାମ କରୁଛି। ଏକରେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହୋଦୟ, ଦ୍ୱିତୀୟରେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ମହୋଦୟ, ତୃତୀୟରେ ହେଉଛନ୍ତି ଆମର ସ୍ୱୟଂ ମନମୋହନ ସାମଲ ମହୋଦୟ। ତେଣୁ ବିଜେପି ଦଳଟା 3ଟା ମୁଣ୍ଡରେ କାମ କରୁଛି ବର୍ତ୍ତମାନ। ତେଣୁ କାହା କଥାଟା କେତେଦୂର ସାବ୍ୟସ୍ତ ରହିବ ଆସନ୍ତା ଦିନ ହିଁ ତାହାର ରେଜଲ୍ଟ କହିବ। ମନ୍ତ୍ରୀପଦ ବହୁତ 5-6ଟା ମନ୍ତ୍ରୀପଦ ପୋଷ୍ଟ ଖାଲି ପଡ଼ିଛି, ସେ ବି ଫିଲଅପ୍ ହେଉନାହିଁ। ତାକୁ ଯାହା ତାଙ୍କର ଏବେ ଆସିଥିଲେ ନଡ୍ଡା ସାହେବ ଆସିଥିଲେ, ସେ ଯାହା କହୁଥିଲେ ବୋଧେ ଅଳ୍ପ ଦିନ ଭିତରେ ମନ୍ତ୍ରୀ ରିସାଫଲ୍ ହେବ ଏବଂ ଏଇଟା ନିଗମ ଗୁଡ଼ାକ ପୂରଣ ହେବ। ତେଣୁ ବୋଧେ ଏଇ ନିଶ୍ଚିତ ଭାବରେ ମୁଁ ଭାବୁଛି ଏଇ ମାସ ଭିତରେ ଏଗୁଡ଼ା ସବୁ ଫୁଲଫିଲ୍ କରିଦେବ। ଭାବୁଥିବ କ'ଣ, କିନ୍ତୁ ଏପର୍ଯ୍ୟନ୍ତ ମୋ ଜାଣିବା ଭିତରେ ବିଜେପି ଯାହା କହିଥିଲା ପ୍ରାୟ ଏକରକମ କରିସାରିଲାଣି। କିନ୍ତୁ ଗୋଟିଏ କଥା କହିଥିଲା, ପ୍ରତିଶ୍ରୁତି ଦେଇଥିଲା ବିଜେପି ଯେ ସେମାନେ ସରକାର ଆସିବା ପୂର୍ବରୁ ଏଇ ମୋହନ ମାଝୀ ନିଜେ ଆମର ଉତ୍କଳ ସାମ୍ବାଦିକ ସଂଘର ମିଟିଂ ହେଇଥିଲା। ଅନ୍ୟାନ୍ୟ ସବୁ ବଡ଼ ବଡ଼ ନେତା ରବି ଦାସଠୁ ଆରମ୍ଭ କରି ଯେତେ ଅଛନ୍ତି ବଡ଼ ବଡ଼ ସାମ୍ବାଦିକ ମାନେ ଭାଇମାନେ ବନ୍ଧୁଗଣ ଆସିଥିଲେ, ସେମାନେ ବି ସେ ମିଟିଂରେ ଥିଲେ। ଆଉ ବିଜେପିର 5 ଜଣ MLA ଆସିଥିଲେ, ତା ଦେହରେ ମୋହନ ମାଝୀ ମହୋଦୟ ବି ଆସିଥିଲେ, ମୁଖ୍ୟମନ୍ତ୍ରୀ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ। କିନ୍ତୁ ସିଏ ପ୍ରତିଶ୍ରୁତି ଦେଇଥିଲେ ଯଦି ଆମ ସରକାର ଆସେ ଆମେ ନିଶ୍ଚିତ ଭାବରେ ଓଡ଼ିଶାରେ ସାମ୍ବାଦିକମାନଙ୍କ ଦୁଃଖ ବୁଝିବୁ ଏବଂ ତାଙ୍କର ପେନସନ୍ ସ୍କିମ୍ ଓ ତାଙ୍କର ସାମାଜିକ ସ୍ୱୀକୃତି, ଆମେ ସୋସିଆଲ ସ୍ୱୀକୃତି ତାଙ୍କୁ ଦେବୁ। ସୋସିଆଲ ସ୍ୱୀକୃତି ମାନେ ତାଙ୍କୁ ଯେଉଁଠି ମାଡ଼ ହେଉଛି, ଗାଡ଼ି ହେଉଛି, ଇଏ କରୁଛି, ତାକୁ ଆମେ ସ୍ୱୀକୃତି ଦେବୁ ଯେ ସେମାନଙ୍କର କୌଣସି ଭବିଷ୍ୟତରେ ଅସୁବିଧା ହେବ ନାହିଁ। କିନ୍ତୁ ତାକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କଲେନି। ସାମ୍ବାଦିକମାନେ କି ଦୁଷ୍ଟ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ ଆପଣମାନେ ମଧ୍ୟ ଟିଭି ଧରିକି ଏଇଠି ଆସି ବସୁଛନ୍ତି ଗୋଟେ ଚ୍ୟାନେଲ୍, କ'ଣ ଆପଣମାନେ ଅଛି? ଆପଣଙ୍କର ଖାତା ଖାତାରେ ନାଁ ଅଛି ନା? ଆପଣମାନଙ୍କ ରେକର୍ଡ଼ରେ କିଛି ଅଛି ନା? ଆପଣମାନଙ୍କର କିଛି ପ୍ରୋତ୍ସାହନ ରାଶି ଅଛି?
ୟୁଟ୍ୟୁବ୍ ଚ୍ୟାନେଲ୍ ଯେଉଁମାନେ ସବୁ କରିକି ବସିଛନ୍ତି 200 ହେବେ ଓଡ଼ିଶାରେ, ସମୁଦାୟ ଟୋଟାଲ୍ 200 ହେବେ ମୋର ଯାହା କାଲକୁଲେସନ୍, ଯେ 200 ଲୋକଙ୍କୁ ବଞ୍ଚାଇବା ପାଇଁ ବର୍ଷ ମାସକୁ ଗୋଟେ 5,000 ଦିଅ। ସେ ବିଚାରା ଆସିକିରି ତମ ପାଖରେ ସବୁବେଳେ ପହଞ୍ଚୁଛନ୍ତି, ଯେତେବେଳେ ଡାକୁଛ ତମେ ଯାହା କହୁଛ ସେଟା ଲୋକଙ୍କୁ ପହଞ୍ଚଉଛନ୍ତି, କିନ୍ତୁ କ'ଣ କରୁଛ? ତମେ ସେତିକି କାମ ପୂରଣ କର, ଏତେ ମାନଙ୍କୁ କରୁଛ, ଏତେ ଲୋକଙ୍କୁ କରୁଛ। ତମେ କହିଦେଲ ବର୍ତ୍ତମାନ ବିଧାୟକମାନଙ୍କର ଦରମା ବଢ଼ିବା ପାଇଁ ତମେ ବ୍ୟସ୍ତ ହେଇ ପଡ଼ୁଛ। ବିଧାୟକ ସବୁ ଦଳ ସେତେବେଳେ ମିଶି ଯାଉଛନ୍ତି, ସେତେବେଳେ ବିଜେଡ଼ି, କଂଗ୍ରେସ, କମ୍ୟୁନିଷ୍ଟ ବିଜେଡ଼ି କିଛି ବାରଣ ନାହିଁ ଯେ ଆମମାନଙ୍କ ଇଏଟାକୁ ତମେ ଆମକୁ ବଢ଼େଇ ଦିଅ। କିନ୍ତୁ ଘରେ ଯେଉଁ ଗୋଟେ ପ୍ରୋତ୍ସାହନ ଅଛି କି ଗୋଟେ ପେନସନ୍ ଦିଅ, ତାକୁ ଗୋଟେ ତା ପାଇଁ ଗୋଟେ ତମେ କିଛି କୌଣସି ଗୋଟିଏ ପଦକ୍ଷେପ ତମେ ନେଲନି। ବିଜେଡ଼ି ଗଭର୍ଣ୍ଣମେଣ୍ଟ 3 ଲକ୍ଷ କରିଦେଲା ଇନ୍ସୁରାନ୍ସ ସ୍କିମ୍, ହେଲ୍ଥ ଇନ୍ସୁରାନ୍ସ, ତମେ 2 ଲକ୍ଷ ବଢ଼େଇ ଦେଲ। କ'ଣ 2 ଲକ୍ଷରେ ହେବ? 5 ଲକ୍ଷ ଟଙ୍କାରେ ଆପୋଲୋ ଭିତରେ ପଶିକି ବାହାରି ଆସିଲେ 5 ଲକ୍ଷ ଟଙ୍କା ତମର ଖର୍ଚ୍ଚ। ଜଣେ ଲୋକ ଆଜିକାଲି ମେଡ଼ିକାଲ ପାଇଁ 5 ଲକ୍ଷ ଗୋଟେ ଇଏ ନୁହଁ, ସ୍ତ୍ରୀ ଲୋକମାନଙ୍କୁ ତମେ 10 ଲକ୍ଷ ଟଙ୍କା କରିଦେଲ। ଆୟୁଷ୍ମାନ ଯୋଜନା ତମର କ'ଣ କାର୍ଯ୍ୟକାରୀ କଲଣି? ତମେ ଏଥିରେ ଆୟୁଷ୍ମାନ ଯୋଜନା ତମେ କଲ, ଏଟାକୁ ପୁଣି ପୁରେଇ ଦେଲାଣି ସାମ୍ବାଦିକମାନଙ୍କୁ। ଯିଏ ଅମକେଇଛି ସେ ଯେଉଁ କ୍ରାଇଟେରିଆ ଭିତରେ କୌଣସି ସାମ୍ବାଦିକ ଆୟୁଷ୍ମାନ ଯୋଜନା କାର୍ଡ଼ ପାଇବେ ନାହିଁ, ମୋର ଯେତିକି ଅଭିଜ୍ଞତା। ତେଣୁ ଆମେ ସାମ୍ବାଦିକମାନେ ନିବେଦନ କରୁଛୁ, ଆପଣ ବି ଜଣେ ସାମ୍ବାଦିକ, ଆପଣ ଛୋଟିଆ ହୁଅନ୍ତୁ ବଡ଼ ହୁଅନ୍ତୁ, ଆମେ ଜଣେ ସରକାରୀ ସ୍ୱୀକୃତିପ୍ରାପ୍ତ ହେଲେ ବି ଆପଣମାନେ ଜଣେ ୟୁଟ୍ୟୁବର। ତେଣୁ ଆପଣ ଯେତିକି କରୁଛନ୍ତି, ଯେତିକି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି, ଯେଉଁ MLA ମାନଙ୍କର କଥାକୁ ନେଇକି ଲୋକଲୋଚନକୁ ପହଞ୍ଚଉଛନ୍ତି, ଲୋକମାନଙ୍କ କଥା ଆଣିକି MLA ମାନେ, ମନ୍ତ୍ରୀମାନେ ସରକାରଙ୍କୁ ଜଣାଉଛନ୍ତି। ତେଣୁ ତାଙ୍କ ପାଇଁ କିଛି ଗୋଟେ କାର୍ଯ୍ୟକ୍ରମ ରହୁନି। ତାଙ୍କୁ ତୁରନ୍ତ ସରକାରଙ୍କୁ ନିବେଦନ, ଅନୁରୋଧ, ମୋହନ ମାଝୀ ମହୋଦୟ ଯେଉଁ କଥା କହିଯାଇଥିଲେ ତାଙ୍କ ପ୍ରତିଶ୍ରୁତି ଏଇ ମାସ ଭିତରେ ପୂରଣ କଲେ ଆମେ ସାମ୍ବାଦିକ ଜଗତଟା ବଞ୍ଚିଯାଆନ୍ତେ।